ମୋ ନାଁ ହେଉଛି ଆକାଶ ଚନ୍ଦ୍ର ଦାସ। ମୁଁ ଜଣେ ଏକ୍ସ CISF ମେମ୍ବର। ଆଉ ମୁଁ ଚାକିରି ଛାଡ଼ିଲା ପରେ ମୋ ଘର ପରିସ୍ଥିତିକୁ ନେଇକରି ଚାକିରି ଛାଡ଼ିଲା ପରେ ମୁଁ ଆସିକି ଚାଷ କାମରେ ନିୟୋଜିତ ରହିଲି। ଚାଷ କାମରେ କିଛି କିଛି କରୁଥିଲି, କିନ୍ତୁ RCT ଗଲା ପରେ ବହୁତ କିଛି ସେ ତା ପାଖରୁ ଶିଖିପାରିଲି। ଆଉ ତାପରେ ମୋ ଚାଷଟାକୁ ଅଧିକରୁ ଅଧିକ ପ୍ରଣାଳୀ ଆରମ୍ଭ କଲି, ଯେଉଁଟାକି ଜୈବିକ ପଦ୍ଧତିରେ ସାର୍ମାନେ ବହୁତ କିଛି ଶିଖେଇଲେ। ଆଉ କେମିକାଲ ଫର୍ଟିଲାଇଜର ୟୁଜ୍ କରିବା ମନା କରିଥିଲେ। ମୁଁ କେବଳ ଅର୍ଗାନିକ୍ ପ୍ରଡକ୍ଟରେ କରିକି ଆଜି ବହୁତ କିଛି ଉପକୃତ ହୋଇପାରିଛି, ଯାହାକି ମୋ ଘର ପରିବାର କେବଳ ଗୋଟେ ଜିନିଷ କିଣି ଖାଆନ୍ତି, ଚିନି, ଲୁଣ। ଆଉ ସବୁ ଜିନିଷ ମୋ ଘର ପରିବାର ଘରରେ ବନେଇବା ଜିନିଷ, ହଳଦୀ ଗୁଣ୍ଡଠୁ ଆରମ୍ଭ କରି ସବୁ ଜିନିଷ, ଧନିଆ ପତ୍ରଠୁ ଆରମ୍ଭ କରି ଧନିଆ ସୋରିଷ ପର୍ଯ୍ୟନ୍ତ ମୋ ଘରେ ହିଁ ଉତ୍ପାଦନ ହୁଏ। ଆଉ ମୁଁ ସେଇଟାକୁ ବ୍ୟବହାର କରିଥାଏ। ଚିନି କିଣିଥାଉ, ଆଉ ଚାହାପତି, ଆଉ କୌଣସି ଜିନିଷ ନାହିଁ, କେବଳ ମୋର ଘର ଉତ୍ପାଦିତ ଜିନିଷ ହିଁ। ମୁଁ ଯେତିକି ଖାଇବା ମୋ ପାଇଁ ରସନ କ'ଣ କ'ଣ ସବୁ ଚାଷ କରନ୍ତି? ମୁଁ କରେ, ଆଳୁ କରେ, ବିନ୍ସି କରେ, ହଳଦୀ କରେ, ମକା କରେ, ଗ୍ରୀନ୍ ମଟର କରେ, ଟମାଟୋ କରେ, ବାଇଗଣ ବି କରେ। କଦଳୀ ତ ଫାର୍ମ ଲାଗିଛି, ଦେଖିଥିବେ ସେପଟଟା, କଦଳୀ ବି କରୁଛି। ସରିଗଲାଣି। ବର୍ଷକୁ ପାଖାପାଖି କେତେ ଖଣ୍ଡେ ଇନକମ୍ ହେଉଥିବ ରୋଜଗାର? ବର୍ଷକୁ ଖାଇ ପିଇକି ତ 1,00,000, 1.5 ଲକ୍ଷ, 2 ଲକ୍ଷ, 3 ଲକ୍ଷ ବି ଇନକମ୍ ହୋଇଯାଉଛି। କହିହେବନି, ପରିସ୍ଥିତି ଦେଖି, ପାଣିପାଗ, କ୍ଲାଇମେଟ୍ ଯଦି ଠିକ୍ ରହିଲା ତାହେଲେ ମୁଁ 3 ଲକ୍ଷ ପର୍ଯ୍ୟନ୍ତ ଇନକମ୍ କରିପାରୁଛି ବର୍ଷିକ। ଧାନରେ ତ ମୋର 3 ଲକ୍ଷ ହୋଇଯାଉଛି। ଧାନଟା କେବଳ ଖାସ୍ କରି ଚାଷ କରିକି ମୁଁ ଧାନରେ ହିଁ 3 ଲକ୍ଷ ଇନକମ୍ କରେ। ତାପରେ ଏଇରାକ ହିସାବ ମୁଁ କେତେବେଳେ ନିଏ ନାହିଁ। ଏରାକ ଯାହା ରହିଲା ଆକାଉଣ୍ଟରେ ଯେ ମିସେସ୍ ଇଏ କରେ। ଆଉ ମୁଁ ଏ ପଇସା କୌଣସି ମୋଟା ଆକାଉଣ୍ଟରେ ଧାନର ପଇସାଟା ମୋ ଆକାଉଣ୍ଟ